ଏହି କଳିଯୁଗର ମଣିଷ ଶାରୀରିକ ସମ୍ପର୍କ ପାଇଁ ଏତେ ପାଗଳ ଯେ ସେ କୌଣସି ମହିଳା ସାଙ୍ଗରେ ଶାରୀରିକ ସମ୍ପର୍କ ରଖିପାରିବ ନା। ସେ ସମ୍ପର୍କ ଦେଖିବ ନା ତା ପାଖରେ ମଣିଷ ପଣିଆ ଥିବ, ଖାଲି ତା ପାଖରେ ଥିବ ହାବସ ହିଁ ହାବସ। ଗୋଟିଏ 14 ବର୍ଷର ନାବାଳିକା ଭଉଣୀ ତାର 33 ବର୍ଷର ଭାଇର ହାତରେ ସକାଳେ ରାକ୍ଷୀ ବାନ୍ଧିଥିଲା। କିନ୍ତୁ ତାକୁ କ'ଣ ଜଣାଥିଲା ଯେଉଁ ହାତରେ ସେ ରାକ୍ଷୀ ବାନ୍ଧିଛି ସେହି ହାତରେ ହିଁ 14 ବର୍ଷର ନାବାଳିକା ଭଉଣୀ ସହ ଜୋର ଜବରଦସ୍ତ ଦୁଷ୍କର୍ମ କରି ସାରିଲା ପରେ ତା ବେକକୁ ଚିପି ହତ୍ୟା କରିଥିଲା। ଥରେ ଆପଣମାନେ ଭାବନ୍ତୁ, ଗୋଟିଏ 33 ବର୍ଷର ଯବାନ ପୁଅ ଯଦି 14 ବର୍ଷର ନାବାଳିକା ସହ ଶାରୀରିକ ସମ୍ପର୍କ ରଖିବ ତେବେ ସେହି ଝିଅର କ'ଣ ଅବସ୍ଥା ହୋଇଥିବ। କୁହାଯାଏ ଭାଇ ଭଉଣୀର ସମ୍ପର୍କ ଦୁନିଆର ସବୁଠାରୁ ପବିତ୍ର ସମ୍ପର୍କ ବୋଲି, କିନ୍ତୁ ଆଜି ସେହି ପବିତ୍ର ସମ୍ପର୍କରେ ବି କଳଙ୍କ ଲଗାଇ ଦେଲେ। ଆସନ୍ତୁ ପୁରା କାହାଣୀଟି ଜାଣିବା। ଆପଣମାନଙ୍କୁ ମୋର ନମସ୍କାର, ସ୍ୱାଗତ କରୁଛି ସିପାଇ ସିପୁ ୟୁଟ୍ୟୁବ ଚ୍ୟାନେଲକୁ। ପୁଣି ଥରେ ନେଇ ଆସିଛି ଆଉ ଗୋଟେ କ୍ରାଇମ କେସ୍ରେ। ଏହି ଖବରଟି ସାମ୍ନାକୁ ଆସିଛି ୟୁପିରୁ। 10 ଅଗଷ୍ଟ 2025ର ଦିନ ଥିଲା, ମାନେ ସେହି ଦିନ ଥିଲା ରାକ୍ଷୀ ପୂର୍ଣ୍ଣିମା। ସକାଳେ ଯେଉଁ ଭାଇକୁ ଭଉଣୀ ରାକ୍ଷୀ ବାନ୍ଧିଥିଲା ସେହି ଭାଇ ହିଁ କିଛି ଘଣ୍ଟା ଭିତରେ ନାବାଳିକା ଭଉଣୀର ଇଜ୍ଜତ ସହ ଜୀବନକୁ ବି ମଧ୍ୟ ନେଇଯାଇଥିଲା। ହତ୍ୟା ପରେ ସେହି ଝିଅକୁ ତାର ବେକରେ ରଶି ଦେଇ ରୁମ୍ର ଫ୍ୟାନ୍ରେ ଝୁଲେଇ ଦେଇଥିଲା। ଆଉ ଏହି କେସ୍ଟିକୁ ଆତ୍ମହତ୍ୟାର ନାଁ ଦିଆଯାଇଥିଲା। କିନ୍ତୁ ୟୁପି ପୋଲିସ ଏହି କେସ୍ଟିକୁ ମାତ୍ର 72 ଘଣ୍ଟା ଭିତରେ ହିଁ କେସ୍ଟିକୁ ପୁରା ସଲ୍ଭ କରିଦେଇଥିଲେ। 10 ଅଗଷ୍ଟ ସକାଳେ ସେ ତା ଭାଇକୁ ରାକ୍ଷୀ ବାନ୍ଧିଥିଲା। ସବୁ କିଛି ନର୍ମାଲ ଥିଲା। ମରିଥିବା ଝିଅର ଭାଇ ଭଉଣୀ କହିଲେ ସେମାନେ 3 ଭଉଣୀ ଆଉ ଗୋଟିଏ ଭାଇ। ସେହି ଝିଅ ଘରର ସାନ ଝିଅ ଥିଲା ଆଉ 8ମ ଶ୍ରେଣୀରେ ପାଠ ପଢ଼ୁଥିଲା। ଆଉ ତାର ବଡ଼ ଭାଇ ନୋଏଡାରେ ଜବ୍ କରୁଥିଲା। 10 ଦିନ ପୂର୍ବରୁ ମା ଆଉ ତାର 2 ଭଉଣୀ ଭାଇ ପାଖକୁ ନୋଏଡା ଆସିଥିଲେ। ଘରେ ଖାଲି ସେହି 14 ବର୍ଷର ଝିଅ ଆଉ ତାର ବାପା ରହୁଥିଲେ। 10 ଅଗଷ୍ଟର ରାତିରେ ବାପା ଝିଅ ଏକା ସାଙ୍ଗରେ ଖାଇବା ପିଇବା କରିସାରିଲା ପରେ ଝିଅ ତାର ରୁମ୍ରେ ଯାଇ ଶୋଇଯାଇଥିଲା ଆଉ ବାପା ଗୁହାଳ ଘର ପାଖରେ। ତା ପରଦିନ ଯେତେବେଳେ ସକାଳ ହେଲା ଆଉ ବାପା ତା ଝିଅକୁ ଦେଖିବା ସହ ଡାକୁଥାଏ, ହେଲେ ତା ଝିଅକୁ ଦେଖିବା କି ତାର କିଛି କଥା ଶୁଣାଯାଉନଥିଲା। ତାପରେ ତା ବାପା ଝିଅର ରୁମ୍କୁ ଯାଇ ଦେଖିଲା ପରେ ଝିଅ ନିଜ ବେକରେ ରଶି ଦେଇ ଫ୍ୟାନ୍ରେ ଝୁଲୁଥାଏ। ଏହି ସବୁ ଦୃଶ୍ୟ ଦେଖି ତା ବାପା ଜୋରରେ ପାଟି କରି ଉଠିଥିଲା। ତାପରେ ତା ବାପାର ପାଟି ଶୁଣି ଆଖପାଖର ସବୁ ପଡ଼ୋଶୀ ଧାଇଁ ଆସିଥିଲେ। ସେହି ଭିତରେ ଆରୋପି ମଧ୍ୟ ଥିଲା। କେହି ବୁଝିପାରୁନଥିଲେ ବାପା ଝିଅ ରାତିରେ ଏକା ସାଙ୍ଗରେ ଖାଇବା ଖାଇ ଶୋଇଥିଲେ, ହେଲେ ସକାଳକୁ ଝିଅର ଏମିତି ଅବସ୍ଥା। ଝିଅର ଜୀବନ ଯାଇଥିବା ଜାଗାରୁ କିଛି ରକ୍ତ ମଧ୍ୟ ମିଳିଥିଲା। ତାପରେ ପାଖ ପୋଲିସକୁ ଖବର ଦେଇଥିଲେ। ପୋଲିସ ଆସି ଝିଅର ମଲା ଶରୀରକୁ ଉଦ୍ଧାର କରିବା ସହ ଝିଅର ମଲା ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଥିଲା ହସ୍ପିଟାଲକୁ। ପ୍ରଥମେ ଏହି କେସ୍ଟି ସମସ୍ତଙ୍କୁ ଲାଗୁଥିଲା ଆତ୍ମହତ୍ୟା ବୋଲି। ପୋଲିସ ତାର ଇନଭେଷ୍ଟିଗେସନ ଆରମ୍ଭ କରିଦେଇଥିଲା। ଆଉ ଯେତେବେଳେ ସେହି ଝିଅର ପୋଷ୍ଟମର୍ଟମ ରିପୋର୍ଟ ଆସିଥିଲା ଏହି କେସ୍ଟି ପୁରାପୁରି ଓଲଟା ହୋଇଯାଇଥିଲା। ଝିଅର ପୋଷ୍ଟମର୍ଟମ ରିପୋର୍ଟରୁ ଜାଣିପାରିଥିଲେ ପ୍ରଥମେ ଝିଅ ସହ ଦୁଷ୍କର୍ମ ହୋଇଛି, ପରେ ସେହି ଝିଅର ବେକକୁ ଦୁଷ୍କର୍ମ କରିଥିବା ବ୍ୟକ୍ତି ହିଁ ଚିପିକି ତାର ଜୀବନକୁ ନେଇଯାଇଥିଲା। ପୋଲିସ ପୋଷ୍ଟମର୍ଟମ ରିପୋର୍ଟରୁ ଜାଣିପାରିଥିଲା ପ୍ରଥମେ ରେପ୍ ଆଉ ତାପରେ ମର୍ଡର ହୋଇଛି ବୋଲି। ତାପରେ ପୋଲିସ ଏହି କେସ୍ଟିକୁ ସେହି ରେପ୍ ଆଉ ମର୍ଡର ଏଙ୍ଗେଲରେ ଛାନଭିନ କରିବାର ଆରମ୍ଭ କରିଦେଇଥିଲା। ପୋଲିସ ସେହି ଝିଅର ବାପାକୁ ଆଉ ଆଖପାଖର ପଡ଼ୋଶୀମାନଙ୍କୁ ପଚରା ଉଚରା କରୁଥିବା ବେଳେ ସେହି ଆରୋପୀ ସବୁ କଥାର ଉତ୍ତର ଦେଇଥିଲା। ଆଉ ପୋଲିସ ଯେଉଁ ଯେଉଁ ଜାଗାକୁ ଯାଉଥିଲେ ସେହି ଜାଗାକୁ ମଧ୍ୟ ଆରୋପୀ ମଧ୍ୟ ଯାଉଥିଲା। ଆଉ ପୋଲିସକୁ ଗୁମରାହ କରିବା ପାଇଁ ଇଆଡ଼ୁ ସିଆଡ଼ୁ ବହୁତ ସାରା କଥା କହୁଥିଲା ସେହି ଆରୋପୀ। ତାପରେ ପୋଲିସକୁ ତା ଉପରେ ସନ୍ଦେହ ହୋଇଥିଲା। ଆଉ ଆରୋପୀର ଘର ମରିଥିବା ଝିଅର ଘର ପାଖରୁ 100 ମିଟର ଦୂରତାରେ ଥିଲା। ପୁଣି ମରିଥିବା ଝିଅ ତାର ନିଜର ବଡ଼ ବାପାର ଝିଅ ଥିଲା। ତାପରେ ପୋଲିସ ସେହି ବ୍ୟକ୍ତିକୁ ଗିରଫ କରି ପୋଲିସର ଗୋଟିଏ ଟିମ୍ ସେହି ଯୁବକର ଘରକୁ ଯାଇଥିଲା। ଆଉ ପୋଲିସକୁ ସେହି ଯୁବକର ପେଟରୁ ରକ୍ତର ବିନ୍ଦୁ ମିଳିଥିଲା। ସେହି ରକ୍ତକୁ ପୋଲିସ ଯାଞ୍ଚ ପାଇଁ ପଠାଇ ଦେଇଥିଲା। ଆଉ ମରିଥିବା ଝିଅର ରକ୍ତ ସହ ସେହି ରକ୍ତ ମ୍ୟାଚ୍ ଖାଇଥିଲା। ତାପରେ ପୋଲିସ ତାକୁ ଗିରଫ କରି ଥାନାକୁ ଆଣିଥିଲା। ଆଉ ସେ ଥାନାକୁ ଆସିଲା ମାତ୍ରେ ହିଁ ନିଜର ଗୁନାକୁ ନିଜେ କବୁଲ କରିଥିଲା। ଯେତେବେଳେ ଏହି ଖବର ଝିଅର ପରିବାର ଲୋକ ଜାଣିପାରିଥିଲେ ତାଙ୍କ ପାଦ ତଳୁ ମାଟି ଖସି ଯାଇଥିଲା। ସେମାନେ କେବେ ବିଶ୍ୱାସ କରିପାରିନଥିଲେ କି ସେମାନେ କେହି ସ୍ୱପ୍ନରେ ବି ଭାବି ପାରିନଥିଲେ ଏମିତି ହେବ ବୋଲି। ଆରୋପୀ କହିବା ଅନୁସାରେ ରାକ୍ଷୀ ଦିନ ଝିଅ
झीर माँ आउ तार दुई भौणी नोएडा आसीथिले बड़ भाई पाखकू राखी बांधिबा पई। घरे झील आउ ता बापा एकुटिया रहुथिले। राखी दिन आम घर को आसीथिले ता बापा सांगरे मते राखी बांधिबाकू। राखी बांधि सारिला परे आमे एका सांगरे पूरा परिवार खाइबा खाइथिलु। तापरे सेमाने बापा झील निज घर को फेरी आसीथिले। मते तो जणा थिला मो भौणी घरे एकुटिया सोए आउ मो बड़ बापा से गुहाड़ घर पाखरे शोऊ थाए। घर पाखरु गुहाड़ घर अल्प दूर रे थिला। मु रातिरे घरर कांथ डेई तांको घर भितरे पशिथिली। मते देखी मो भौणी पाटी करबाकू लागिथिला। तापरे मु तार मुह को चिपी धरी तार शरीर को कुकुर बिलुआ परी झुणी झुणी खाई जाउथाए। आपण माने थरे अनुभव करी देखंतु गोटे 14 वर्षर झील सह गोटे 33 वर्षर पुरुष शारीरिक संपर्क रखिबा समय से झील को केते कष्ट होइथिबो। आहुरी मध्य कहितिला सेई झीलर प्राइवेट पार्टरू रक्त बही जाउथाए आउ सेई प्राइवेट पार्ट मध्य घाइला होई जाइथिला। ता मन भरिला जाय से ता सांगरे दुष्कर्म करी चालिथिला। ता परे सेई झील जेतेबेले कहिला एही कथा से समस्त को कहिदेव बोली। तापर आरोपी सेई झीर बेक को चिपी हत्या करी ता बेकरे रसी दे फैन रे झुलई देइथिला। आउ तार सबु प्रमाण पत्र को पछी निज घर को फेरी सोई जाइथिला। एपटे आरोपी आगरु मध्य विवाहित थिला। घरे पुओ झील सह निजर स्त्री मध्य रहिथिला। तापरे भी से जाई निजर भौणी को दुष्कर्म करी सारिला परे जीवनरु मारी देइथिला। धन्य रे एही कलिजुगर भाई को। आजिका दिन रे गोटिए महिला निज भाई आउ निज घरे सुरक्षित नहीं आउ बाहरे कौन कहा पाखरे सुरक्षित रहिबो। झीर बापा चाष बास करी परिवार कथा बुझुथिला। तापरे पुलिस सेही आरोपी को 364 धारा रे तार कार्यवाही करी ताको जेल पठेई देइथिले।